ଏଠାରେ ଉପସ୍ଥିତ ଥିବା ସମ୍ମାନୀୟ ଅତିଥି ଏବଂ ପରିବାର ବନ୍ଧୁବର୍ଗ ସାର୍ ଯାହା କହୁଥିଲେ ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀମତୀ ସ୍ୱର୍ଗତ ଦ୍ରୌପଦୀ ଦାସ ସମାଜରୁ ବିଦାୟ ନେଇଛନ୍ତି। ତାଙ୍କର ଇହଲୀଳା ପରକାମ ସାରି ଏବଂ ସାର୍ ଯାହା କହୁଥିଲେ ସମସ୍ତଙ୍କ ଭାଗ୍ୟରେ ସ୍ମୃତିଦାନ ସଭା ନଥାଏ। ତେଣୁକରି କେବଳ ଯେ ନେତା ମନ୍ତ୍ରୀମାନଙ୍କର ଆମେ ସ୍ମୃତିଦାନ ସେବା କରିବା ତାହା ନୁହେଁ। ସେ ବି ଜଣେ କମ୍ ବଡ଼ ଲୋକ ନୁହନ୍ତି। ଛଅ ଜଣ ପୁତ୍ରର 4 ଜଣ ପୁତ୍ର ଏବଂ 2 ଜଣ ଝିଅର ମା ତାଙ୍କୁ ଲାଳନ ପାଳନ କରି 10 ମାସ 10 ଦିନ ଗର୍ଭରେ ଧରି ତାଙ୍କୁ ଏ ସମାଜରେ ପାଠଶାଠ ପଢ଼ାଇ ସଠିକ୍ ମାର୍ଗଦର୍ଶନ କରିଛନ୍ତି ଏବଂ ସମାଜରେ କେମିତି ବଞ୍ଚିବାକୁ ପଡ଼ିବ ତାହା ମଧ୍ୟ ଶିଖାଇଛନ୍ତି। ତେଣୁ ଏତିକି କହି ମୋର ବକ୍ତବ୍ୟ ସମାପ୍ତି କରୁଛି। ନମସ୍କାର।